ସଠିକ୍ ପୂଜାବିଧି ନ ଜାଣି ପୂଜା କଲେ ଏହାର ପୂର୍ଣ୍ଣ ଫଳ ମିଳି ନଥାଏ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ପୂର୍ଣ୍ଣମୀରେ ସତ୍ୟନାରାୟଣ ପୂଜା କରିବାର ପ୍ରକୃତ କାରଣ, ପୂଜା ପାଇଁ ଆବଶ୍ୟକ ସହଜ ସାମଗ୍ରୀ, ସଠିକ୍ ପୂଜାବିଧି ଏବଂ ଶ୍ରେଣୀ ପ୍ରସ୍ତୁତି ଏବଂ ଏମିତି 3ଟି ଭୁଲ ଯାହା ପୂଜା ସମୟରେ ଆଦୌ ବି କରିବା ଉଚିତ ନୁହେଁ। ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ମୁଁ ଗୋଟିଏ ବିଶେଷ ଉପାୟ କହିବି ଯାହା ଆପଣଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେବ। ତାହେଲେ ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ପୂର୍ଣ୍ଣମୀ ତିଥି ଅତ୍ୟନ୍ତ ପବିତ୍ର ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଭଗବାନ ବିଷ୍ଣୁଙ୍କ ରୂପ ଶ୍ରୀ ସତ୍ୟନାରାୟଣଙ୍କ ପୂଜା କରିବା ଦ୍ୱାରା ଘରୁ ନକାରାତ୍ମକ ଊର୍ଜା ଦୂର ହୁଏ ଏବଂ ସମସ୍ତ ମନୋକାମନା ପୂରଣ ହୁଏ। ସ୍କନ୍ଦ ପୁରାଣ ଅନୁସାରେ ସତ୍ୟ ହିଁ ନାରାୟଣ। ଯେଉଁ ଗୃହରେ ପୂର୍ଣ୍ଣମୀ ଦିନ ସତ୍ୟନାରାୟଣ କଥା ଶ୍ରବଣ କରାଯାଏ ସେଠାରେ ଦାରିଦ୍ର୍ୟତା ରହେ ନାହିଁ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ଅନେକ ଛୋଟ ଛୋଟ ନିୟମ ଭୁଲି ଯାଉ। ପୂଜା ଆରମ୍ଭ କରିବା ପୂର୍ବରୁ ଆସନ୍ତୁ ଜାଣିନେବା କେଉଁ ସବୁ ସାମଗ୍ରୀର ଆବଶ୍ୟକ। ଶ୍ରୀ ସତ୍ୟନାରାୟଣଙ୍କର ଫଟୋ କିମ୍ବା ମୂର୍ତ୍ତି, ଗୋଟିଏ ଚୌକି କିମ୍ବା ପିଢ଼ା ଏବଂ ନାଲି କିମ୍ବା ହଳଦିଆ କପଡ଼ା, ପାନପତ୍ର, ଗୁଆ, ଆମ୍ବପତ୍ର, କଳସ ଏବଂ ଶ୍ରୀଫଳ ବା ନଡ଼ିଆ, ତୁଳସୀ ପତ୍ର, ପଞ୍ଚାମୃତ। ପଞ୍ଚାମୃତରେ କ୍ଷୀର, ଦହି, ଘିଅ, ମହୁ ଏବଂ ଗୁଡ଼। ଶିରିଣି ପ୍ରସ୍ତୁତି କରିବା। ସତ୍ୟନାରାୟଣ ପୂଜାର ମୁଖ୍ୟ ପ୍ରସାଦ ହେଉଛି ଶିରିଣି। ଏଥିପାଇଁ ଗହମର ଅଟା, କଦଳୀ, କ୍ଷୀର, ଚିନି କିମ୍ବା ଗୁଡ଼, ଘିଅ, ଗୋଲମରିଚ ଗୁଣ୍ଡ, ଅଦା ଏସବୁ ଆବଶ୍ୟକ। ଏହାକୁ ଭଲ ଭାବରେ ଗୋଳାଇ ତୁଳସୀ ପତ୍ର ଦେଇ ପ୍ରଭୁ ଶ୍ରୀନାରାୟଣଙ୍କୁ ସମର୍ପଣ କରନ୍ତୁ। ତାହେଲେ ଚାଲନ୍ତୁ ଜାଣିବା ପୂଜାର ସହଜ ଏବଂ ସଠିକ୍ ବିଧି। ପ୍ରଥମ ସୋପାନ ହେଲା ସଂକଳ୍ପ କରିବା। ସ୍ନାନ ସାରି ସଫା ବସ୍ତ୍ର ପିନ୍ଧି ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ବସି ପଡ଼ନ୍ତୁ। ହାତରେ ଜଳ, କିଛି ଚାଉଳ ଏବଂ ଫୁଲ ନେଇ ପୂଜାର ସଂକଳ୍ପ କରନ୍ତୁ। ସଂକଳ୍ପ ମନ୍ତ୍ର ତ ପୂର୍ବ ଭିଡ଼ିଓରେ ଆପଣଙ୍କୁ କହିସାରିଛି, ପୂର୍ବ ଭିଡ଼ିଓରୁ ଯାଇ ଆପଣ ଦେଖିପାରିବେ କେମିତି ସଂକଳ୍ପ କରାଯାଏ। ଦ୍ୱିତୀୟ ସୋପାନରେ ହେଲା କଳସ ସ୍ଥାପନ। ଚୌକି କିମ୍ବା ପିଢ଼ା ଉପରେ କପଡ଼ା ବିଛାଇ ତା ଉପରେ କଳସଟିଏ ରଖନ୍ତୁ। କଳସ ଉପରେ ଆମ୍ବପତ୍ର ଏବଂ ନଡ଼ିଆ ରଖି ଶ୍ରୀ ଗଣେଶଙ୍କୁ ପ୍ରଥମେ ଆବାହନ କରନ୍ତୁ। ତୃତୀୟ ସୋପାନରେ ଶ୍ରୀ ସତ୍ୟନାରାୟଣଙ୍କୁ ପଞ୍ଚାମୃତ ଏବଂ ଶୁଦ୍ଧ ଜଳରେ ପ୍ରତୀକାତ୍ମକ ସ୍ନାନ କରାନ୍ତୁ। ହଳଦୀ, ଚନ୍ଦନ, ପୁଷ୍ପ ଏବଂ ତୁଳସୀ ଚଢ଼ାନ୍ତୁ। ଚତୁର୍ଥ ସୋପାନରେ ପୂଜାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗ ହେଉଛି ସତ୍ୟନାରାୟଣ ବ୍ରତ କଥା। ଏହାକୁ ମନଧ୍ୟାନ ଦେଇ ଶୁଣନ୍ତୁ କିମ୍ବା ପାଠ କରନ୍ତୁ। ପଞ୍ଚମ ସୋପାନ ହେଲା ଶେଷରେ ଧୂପ ଦୀପ ଦେଇ ଆରତି କରନ୍ତୁ। ପ୍ରସାଦ ପ୍ରଥମେ ଭଗବାନଙ୍କୁ ଭୋଗ ଲଗାଇ ପରିବାର ଏବଂ ପଡ଼ୋଶୀମାନଙ୍କ ମଧ୍ୟରେ ନିଶ୍ଚୟ ବାଣ୍ଟନ୍ତୁ। ତାହେଲେ ପୂର୍ଣ୍ଣମୀର ପୂଜା ସମୟରେ ଅନେକ ଲୋକ 3ଟି ବଡ଼ ଭୁଲ କରନ୍ତି, ଯାହାକି ପୂଜାର ସମ୍ପୂର୍ଣ୍ଣ ଫଳ ମିଳିବାରେ ବାଧା ସୃଷ୍ଟି ହୋଇଥାଏ। ପୂର୍ଣ୍ଣମୀ ଦିନ ତୁଳସୀ ପତ୍ର ଛିଣ୍ଡାଇବା ନିଷେଧ, ତେଣୁ ପୂଜାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଚତୁର୍ଦ୍ଦଶୀ ଦିନ ତୁଳସୀ ପତ୍ର ତୋଳି ରଖିଦିଅନ୍ତୁ। ଦ୍ୱିତୀୟଟି ହେଲା ସତ୍ୟନାରାୟଣ ପୂଜା ପ୍ରସାଦ ନିଜେ ଖାଇବା ସହ ଅନ୍ୟମାନଙ୍କୁ ବାଣ୍ଟିବା ଅତ୍ୟନ୍ତ ହିଁ ଜରୁରୀ। ପ୍ରସାଦ ଅନାଦର କଲେ ଭଗବାନ ରୁଷ୍ଟ ହୁଅନ୍ତି। ତୃତୀୟ ହେଲା ପୂର୍ଣ୍ଣମୀ ଦିନ ସନ୍ଧ୍ୟା ସମୟରେ ଚନ୍ଦ୍ର ଉଦୟ ପରେ ହିଁ ପୂଜା କରିବା ସବୁଠାରେ ଶୁଭ ମନାଯାଏ। ମନେ ରଖନ୍ତୁ ଆଜ୍ଞା, ସତ୍ୟନାରାୟଣ ପୂଜା ସନ୍ଧ୍ୟା ପରେ ଚନ୍ଦ୍ର ଉଦୟ ହେବା ପରେ ହିଁ ଆପଣ ପୂଜା କରିପାରିବେ। ଏହିଭଳି ପୂଜା କଲେ ଆପଣଙ୍କ ନିଶ୍ଚୟ ମନୋକାମନା ପୂର୍ଣ୍ଣ ହେବ। ଆଜିର ବିଶେଷ ଉପାୟ ହେଲା ପୂଜା ଶେଷ ହେବା ପରେ କଳସରେ ଥିବା ଜଳକୁ ସାରା ଘରେ ସିଞ୍ଚନ କରନ୍ତୁ। ଏହାଦ୍ୱାରା ଘରର ବାସ୍ତୁଦୋଷ ଦୂର ହୁଏ ଏବଂ ପରିବାରରେ କଳହ କ୍ଲେଶ ଦୂର ହୋଇ ଘରେ ଶାନ୍ତ ବାତାବରଣ ସୃଷ୍ଟି ହୁଏ ଏବଂ ଘରେ ମଙ୍ଗଳ ହୁଏ। ଖୁସି ଆନନ୍ଦରେ ଘର ସମସ୍ତଙ୍କର ଦିନ ସରେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ନିଜ
ଅନ୍ତରଙ୍ଗଙ୍କ ସହ ନିଜ ସାଙ୍ଗସାଥୀଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। କମେଣ୍ଟରେ ଜୟ ଶ୍ରୀ ସତ୍ୟନାରାୟଣ ନିଶ୍ଚୟ ଲେଖନ୍ତୁ। ଆପଣ ପୂର୍ଣ୍ଣମୀରେ କିପରି ପୂଜା କରନ୍ତି ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଏମିତି ଆହୁରି ଧାର୍ମିକ ଏବଂ ପୂଜାବିଧି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ପ୍ରେସ୍ କରନ୍ତୁ। ପୁଣି ଦେଖା ହେବ ଆଉ ଗୋଟିଏ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ହସୁଥାନ୍ତୁ, ଖୁସିରେ ରୁହନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ସତ୍ୟନାରାୟଣ।